ଜୁହାର ସକାଳୁ ସକାଳୁ ମୋର୍ ପୁଅ ସାଙ୍ଗେ ଗେଲ ଲାଡ଼ ହେଇକିରି ଆମେ ବାହାରି ପଡ଼୍ଲୁଁ କର୍ମକ୍ଷେତ୍ର ଯିବାର୍ ଲାଗି। ଚକୁଳି ହେଇଥିଲା ତ ମୋର୍ ସାଙ୍ଗେ ସେ ଟିକେ ଖାଉଥିଲା। ସିଧା ପହଞ୍ଚିଲୁ ରହେବାର୍ ବଜାର। ସବୁ ପନିପରିବା ଏଇଟା ଧରିକିରି ଭିୟୁ ଟିକେ ଆପଣମାନଙ୍କୁ ଦେଖେଇକିରି ସିଧା ପହଞ୍ଚିଲୁ ରେଷ୍ଟୁରାଣ୍ଟ। ସନ୍ଧ୍ୟା ବାଜିଲାନ 4 ଅଟୋରେ ସାମାନ ଲଦା ହେଲା ଆଉ ସମସ୍ତେ ଏଇଟା ନିଜେ ନିଜେ ଲଦି ହେଲେ। ଆମେ ତିନିଟା ମସ୍ତ ସ୍କୁଟିରେ କାହିଁ ଯାଉଚୁଁ ଚାଲୁନ୍ ବତାବି। ଆମେ ଏଇଟା ବାହାରି ପଡ଼ିଚୁଁ ଛାଡ଼ଖାଇ ମନାବାର୍ ଲାଗି। ସ୍ପଟ୍ରେ ଆମେ ପହଞ୍ଚିଲୁ ন ଆର୍ ଇଟା ଭିଡ଼ିଓ ବନାଇ ହଉଚୁଁ। ଏହାଦେ ଏଇଟା ବାକିମାନେ ଯେନ୍ମାନେ ଲଦି ହେଇଥିଲେ ଅଟୋରେ ସମସ୍ତେ ଏଇଟା ପହଞ୍ଚିଲେ ନ ବେଲେ ବର୍ଷୁ ସେମାନଙ୍କୁ ଆମେ ଇନ ଅଛୁଁ ବୋଲିକିରି ଏଇଟା ଦେଖଉଚେ। ଛାଡ଼ଖାଇରେ ଏତେ ଭିଡ଼ ହେଲା କି ଷ୍ଟାଫ୍ ବାଲେକୁ କିଛି ଖାଇବାକେ ଦେଇ ନାଇଁ ହେଲା ତ କହିଥିଲି ସଣ୍ଡେ ଆମର୍ 4 ବଜେ ଖାଇବାର୍ ଟାଇମ୍ରେ ଆମେ ହେନ ଆଗକେ 1-2 କିଲୋମିଟର ବାଦ ଅଛେ ଜଙ୍ଗଲ। ହେ ଜଙ୍ଗଲକେ ଯିମା ଆର୍ ହେନ ଭୁଜି କର୍ମା। ବର୍ଷୁକେ ଇଟା କଲ୍ୟାଣୀ କହୁଛନ୍ କି ସେ ପରେ ପାଇ କରି ପାରବେ। ବୁଆ 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 ଏତେ ଇଜି ଟାସ୍କ ବି ନି ସେ। ଆସନି ଫାସନି ସବୁ ଗୁଟେ ଆନିଥିଲୁ। ମସ୍ତ ଏହାଦେ ବସିକିରି ଉତ୍ପାତ ହେବା ଷ୍ଟାର୍ଟ ହେଇଗଲା। ଆମ ଷ୍ଟାଫ୍ ମାନକର୍ନେ ଟିକେ ଖାଲି ଫ୍ରି ହେଇଦେବେ ସେମାନେ ଏତେ କେଚକେଚା କରିଦେବେ ଯେ ନିନ। ଏବେ ଏଇଟା ଖାଇବାର୍ ଲାଗି ବସଲୁ। ଭାତ ଆନିଥିଲୁ ତାର୍ ସାଙ୍ଗେ ଚିକେନ୍ ଅନା ହେଇଥିଲା, ଡାଲି ଅନା ହେଇଥିଲା, ସାଲାଡ଼ ଅନା ହେଇଥିଲା ଆଉ ପାପଡ଼ ଅନା ହେଇଥିଲା। ବାବୁ ବୋଇଲେ ପହେଲା ସବକୁ ମୁଇଁ ବାଢ଼ି ଦେମି ତାପରେ ଯେ ଯାର ବାଢ଼ବ। ତ ଭାତ ବାଢ଼ଲା ପରେ ଦେଖୁନ୍ ଟିକେ ଚିକେନ୍ ଓଃ ପୁରା 1 ନମ୍ବର ବନେଇଥିଲା। ଇଟା ଟୋଟାଲ୍ ଟମାଟୋ ଚୁଟଚୁଟା ଥିଲା। ଆମର୍ ଯେନ୍ ଭେଜ୍ ଖାଇବାର୍ ଲାଗି 2ଟା ନାଇଁ ଆଇସନ୍ କା ବର୍ଷୁ ଆଉ ନିନି ସେମାନଙ୍କରନୁ ଟିକେ ମୁଇଁ ଉଲଚି ଦେଇଥିଲି ଟମାଟୋ ଚୁଟଚୁଟା। ଆର୍ ଏହାଦେ ଚାଲୁନ୍ ଏନ୍ଜୟ କର୍ମା ଆମର୍ ବଣ ଭୋଜି। ବାବୁ କହିଲେ ମତେ ମୁଇଁ ପୁଲେ ଖୁଏଇ ଦଉଚେ ଆର୍ ଲେଗ୍ ପିସ୍ଟେ ଧରିକିରି ଘିଚ। ତ ୟାଡ଼େ ସମସ୍ତେ ରେଡ଼ି ହେଇଗଲୁ ଆମେ ଘିଚବାର୍ ଲାଗି। 1 ନମ୍ବର ଲାଗୁଥିଲା ଚିକେନ୍। ସତ୍ କହିବାକେ ଗଲେ ବାବୁ କଧରି ବସିଥିଲେ ନ ଇନ ତ ରେଷ୍ଟୁରାଣ୍ଟରେ କାଢ଼ିକିରି ସବ୍ ଖାଇଦେମା ବୋଲୁଥିଲେ। ବାକି ଷ୍ଟାଫ୍ ବାଲେକର ଇଚ୍ଛା ଦେଖିକିରି ମୋର୍ ମନ୍ ବି ହଁ ବିଲକୁଲ ନି ବହେଲା। ଯେନ୍ତା ହେଲେ ବି ଅଟୋ ଡାକ ଆଉ ଯିମା ବୋଲକିରି ଡିସାଇଡ୍ କଲୁ। ଆଇଲୁ ବହୁତ ଭଲ୍ ଲାଗଲା। ଫିରଲା ବେଲେ ବାକି ଦେଖୁନ୍ ପୁରା ଅନ୍ଧାର ହେଇଯାଇଥିଲା। ମୋର୍ ଲାଇଟଟା ତ ସବୁବେଲେ ଗାଡ଼ିରେ ଜଲ୍ସି ହେଟା କେନ୍ ବଡ଼ କଥା। ବାକି ସିଟ୍ ଯେନ୍ ହିସାବର କରୁଥିଲା ଯେ ନେଇନ। ପହଞ୍ଚିଲା ବାଦ୍ ବି ଇମାନଙ୍କର ରକମ ନିହେ ସରେ ତାଲି। ଆର୍ କେତେବେଲ୍ ବକାଲେ ଇମାନଙ୍କୁ ଶାନ୍ତି ମିଲବା ଯେ ମୁଇଁ ବି ବୁଝି ନି ପାରେ। ଚାଲୁ ଇମାନଙ୍କର ଇ ନାଟକରେ ମୁଡ଼େ ହାତ ଦେଇକିରି ବ୍ଲଗଟାକେ କରିଦଉଁ ଏଣ୍ଡ।